ଆଲୋଚନା ହେଇଛି ଧାନ ଉଠା ସ୍ୱାଭାବିକ ହେଲା ନା ସ୍ମୁଥଲି ବର୍ତ୍ତମାନ ପ୍ରୋକ୍ୟୁରମେଣ୍ଟ ଚାଲିଛି। ଆଜି ପର୍ଯ୍ୟନ୍ତ 14 ଲକ୍ଷ ମେଟ୍ରିକ ଟନ୍ ଧାନ ଉଠି ସାରିଲାଣି। ଆଉ କିଛି ସେମିତି କିଛି ତାଙ୍କର ଡିମାଣ୍ଡ ଥିଲା। ଡିମାଣ୍ଡ ଅନୁଯାୟୀ ମୁଁ ତାଙ୍କୁ କହିଥିଲି ଅଫିସରମାନଙ୍କ ସହିତ ବସନ୍ତୁ ଏବଂ କାଲି ତାଙ୍କର ଅନେକ ଡିମାଣ୍ଡ ଆମେ ମାନି ନେଇଛୁ। ଆଉ କଷ୍ଟଡି ମେଣ୍ଟେନାନ୍ସ 3 ମାସର ଆମେ ସେ ଯେଉଁ ମାଗୁଥିଲେ 3 ମାସର ବି ଅର୍ଡର ହେଇଯାଇଛି। ଆଉ ଟ୍ରାନ୍ସପୋର୍ଟେସନ ପଇସା କିଛି ବଢ଼ାଇବା ପାଇଁ କହୁଥିଲେ ସେ ବିଷୟରେ ମଧ୍ୟ ଆମେ କଥା ଦେଇଛୁ। ଆମେ ସେ ବିଷୟରେ ଚର୍ଚ୍ଚା ଆଲୋଚନା କରିକିରି ଆଗକୁ ସେଟା ବୁଝିବୁ ଏବଂ ଆଉ ଯେଉଁ ଗୋଟେ ଦୁଇଟା ତାଙ୍କ ଡିମାଣ୍ଡ ଅଛି ତା ଉପରେ ମଧ୍ୟ ସରକାର ପୁରା ବିଚାର କରୁଛନ୍ତି। ଆଉ ଏକଥା ଶୁଣିଲା ପରେ ସେମାନେ ଯାଇଛନ୍ତି ତାଙ୍କର ଆନ୍ଦୋଳନ କିଛି ଆଉ ନାହିଁ। ହଁ ଉଠୁଛି ପୁରା ଧାନ ଉଠିଲାଣି ଲିଫ୍ଟିଂ। ନାଇଁ 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 ଏମିତି କିଛି ନାହିଁ ସେ ଉଠିଲାଣି କୌଣସି ପ୍ରୋବ୍ଲେମ ନାହିଁ। ସବୁ ଜିଲ୍ଲାରେ ପ୍ରାୟ 19ଟା ଜିଲ୍ଲାରେ ବର୍ତ୍ତମାନ ପ୍ରୋକ୍ୟୁରମେଣ୍ଟ ଚାଲିଛି।